मंगलम ओंकार मंगलम ओम मंगलम श्रीमद्गुरु मंगलम ओम मंगलम ओंकार मंगलम ओम मंगलम श्रीमद्गुरु मंगलम ओम मंगलम ओंकार मंगलम ओम मंगलम ओंकार मंगलम ओम मंगलम गुरुपाद मंगलम ओम मंगलम ओंकार मंगलम ओम मंगलम गुरुपाद मंगलम ओम मंगलम ओंकार मंगलम ओम मंगलम श्रीमद्गुरु मंगलम ओम मंगलम ओंकार मंगलम ओम मंगलम ओंकार मंगलम ओम मंगलम गुरुनाम मंगलम ओम मंगलम ओंकार मंगलम ओम मंगलम गुरुनाम मंगलम ओम मंगलम ओंकार मंगलम ओम मंगलम ओंकार मंगलम ओम मंगलम श्रीमद्गुरु मंगलम ओम मंगलम ओंकार मंगलम ओम मंगलम गुरुनाम मंगलम जय गुरु जय गुरु जय गुरु जय गुरु दया गुरुदेव 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 दया गुरुदेव 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 गुरुर कृपा हि केवलम गुरुर कृपा हि केवलम गुरुर कृपा हि केवलम। भौतिक विश्ववादी अनित्य क्षणभंगुर इह जगतरे आमे जहा किछि देखुचे ताहा जड़ प्रपंच भौतिक एवं क्षणभंगुर होइथिबारु एवं आम्भे माने समस्त जीव अर्थात भगवान ठारो सृष्ट होइथिबा समस्त प्राणी से प्रकृतिर माया प्रपंचरे बा मोहिनी मायारे आमे समस्ते मोहित होई आमर समस्त जीवन को आम जीवनर समस्त मूल्यवान समय को आमे अतिक्रांत करुअछे। यह अत्यंत दुख एवं परितापर विषय। मायाजाल द्वारा जहाँ आम्भ मानकु भल लगुछि जे आमको मोहित करुछि बा जहाँ इह काल रे तत्कालीन सुख भली लगुछि प्रकृत रे ताहा सुख नुहे। एही भौतिक जड़ जगतरे समस्त क्षणभंगुर बा समस्त अनित्य होइथिबारु कौनसी पदार्थरे नित्यता नथिबारु ताहा क्षणिक बा अळिक होइथिबारु सेही क्षणभंगुर एही जगत रे बा एही जगत प्रपंच रे आम्भ मानक पाई प्रकृत आनंद बा सुखदाता हेउछंती गुरु। प्रकृत आनंद बा सुख केउठारे अछि? सुखं वांछति सर्वहि तच धर्म समुद्भव। प्रकृत रे आमे समस्ते सुख पे नित्य धावित हेउछंती, केही दुख पे धावित होनांती। आमे इह काल रे
ଯେତେ ଶିକ୍ଷା ଦୀକ୍ଷା ଯେତେ ବିଦ୍ୟା ଲାଭ କରୁଛେ, ଯେତେ ବିଦ୍ୱାନ ହେଉଛେ, ଯେତେ ଧନ ଉପାର୍ଜନ କରୁଛେ, ଯେତେ ଆମେ ଯାନବାହନର ଅଧିକାରୀ ହେଉଛେ, ବା ଆମେ ଯେତେ ସଂସାରରେ ବହୁତଳ ପ୍ରାସାଦ ଏବଂ ଭୂମିର ମାଲିକ ହେଉଛେ, ବା ଯେତେ ଜମି ଆମେ ସଂଗ୍ରହ କରୁଛେ, ଏ ସମସ୍ତ ହେଉଛି କ୍ଷଣଭଙ୍ଗୁର ଏବଂ ଅନିତ୍ୟ। ତଦ୍ ବ୍ୟତିରେକେ ଆମେ ଯେଉଁ ପ୍ରାଣୀ ବା ଜୀବ ବା ଯେଉଁ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ, ଏ ସମସ୍ତଙ୍କୁ ଭୋଗ ବିଳାସରେ ରହିବା ପାଇଁ ସଂଗ୍ରହ କରୁଅଛି। ଧନ ଜନ ଭୂମି ଆଦି ଯେତେ ପ୍ରକାର ବିଷୟ ପଦାର୍ଥକୁ ସେ ଉପଲବ୍ଧ କରୁଅଛି। ବିଷୟ ପଦାର୍ଥ ଯେଭଳି ଭାବରେ କ୍ଷଣଭଙ୍ଗୁର ଏବଂ ଅନିତ୍ୟ ଏବଂ ତାହା ଯେଭଳି ଭାବରେ ଅଚିରେ କୌଣସି ମୁହୂର୍ତ୍ତରେ ତାହା ନଷ୍ଟ ହୋଇଯିବ, ଠିକ୍ ସେହିଭଳି ଭାବରେ ହୁଏତ ଆମ୍ଭେମାନେ ଯେଉଁ ପଦାର୍ଥକୁ ସୁଖ ବୋଲି ଭାବି ବା ଯେଉଁ ପଦାର୍ଥ ଦ୍ୱାରା ଆମେ ସୁଖ ପ୍ରାପ୍ତ ହେବା ଭାବି ଯାହାକୁ ଆମେ ବହୁ କ୍ଲେଶ କରି ଆମର ବହୁ ଅଧ୍ୟବସାୟ ଦ୍ୱାରା ଆମେ ତାକୁ ଉପାର୍ଜନ କରିଛେ, ଧନ ଜନ ମାନ ଯଶ କୀର୍ତ୍ତି ଆଦି, ଏହା ହୁଏତ ଏଠି ଥିବ ଆମ ପାଖରେ, କିନ୍ତୁ ଆମେମାନେ ନିଜେ କ୍ଷଣଭଙ୍ଗୁର ହୋଇଥିବାରୁ ବା ଏହି ଶରୀରଟି କ୍ଷଣଭଙ୍ଗୁର ହୋଇଥିବାରୁ, ଏ ଶରୀରଟି ଅତି ଅନିତ୍ୟ ହୋଇଥିବାରୁ, ଏ ଶରୀରର କୌଣସି ନିଶ୍ଚିନ୍ତତା ନଥିବାରୁ ହୁଏତ ଆମେ ଦିନେ ଶରୀରକୁ ହରାଇବା ବା ଶରୀରଟି ଦିନେ ନଷ୍ଟ ହୋଇଯିବ। এই দুইটি কথাକୁ ଯଦି ଆମେ ଚିନ୍ତା କରିବା, ହୁଏତ ଆମେ ଆମର ସମସ୍ତ ଦୁର୍ଲଭ ମନୁଷ୍ୟ ଜୀବନକୁ ବା এই ଦୁର୍ଲଭ ମନୁଷ୍ୟ ପ୍ରାପ୍ତି ହେଇ ଏ ଶ୍ରେଷ୍ଠ ପ୍ରାଣୀ ଭାବରେ ମନୁଷ୍ୟ ଜୀବନରେ ସମସ୍ତ ତାର ବସ୍ତୁକୁ କମାଇବା ପାଇଁ, ଭୋଗ୍ୟ ବିଳାସର ପଦାର୍ଥକୁ ପାଇବା ପାଇଁ ତାର ସମସ୍ତ ଅଧ୍ୟବସାୟ ବା ସମସ୍ତ ସମୟକୁ ନଷ୍ଟ କରିଦେଇଥିଲେ ମଧ୍ୟ ସେ ଭୋଗ୍ୟ ପଦାର୍ଥ ଅନିତ୍ୟ ଏବଂ ମୁଁ ସମୟକୁ ନଷ୍ଟ କରି କେବଳ ସେଇ ଭୋଗ୍ୟ ପଦାର୍ଥ ପଛରେ ଧାବିତ ହୋଇଥିବାରୁ ମୋର ସମସ୍ତ ନଷ୍ଟ ବ୍ୟୟ କରି ଯେଉଁ ଭୋଗ୍ୟ ପଦାର୍ଥକୁ ପ୍ରାପ୍ତ ହେଇଛି, ହୁଏତ ସେ ଭୋଗ୍ୟ ପଦାର୍ଥ ମୋ ପାଖରେ ବା ଜଣଙ୍କ ପାଖରେ ତାହା ସ୍ଥିତ ଭାବରେ ଥାଇପାରେ, ହୁଏତ ସିଏ ଏ ଦୁନିଆକୁ ଛାଡ଼ି ଯିବାକୁ ପଡ଼ିବ ବା ଏ ଶରୀର କ୍ଷଣଭଙ୍ଗର ହୋଇଥିବାରୁ ତାକୁ ଛାଡ଼ିବାକୁ ପଡ଼ିବ ବା ଶରୀର ନଷ୍ଟ ହୋଇଯିବ। ଏ ଉଭୟ କଥାକୁ ବିଚାର କଲେ ଆମେ ପ୍ରକୃତରେ ଆମର ଯେଉଁ ଦୁର୍ମୂଲ୍ୟ ଯାହାକୁ କୁହାଯାଇଛି ଦୁର୍ଲଭ ନର କଳେବର, ତାକୁ ଆମେମାନେ କେବଳ ମାୟା ମରିଚିକା ପଛରେ ଯେଭଳି ଭାବରେ ମୃଗ ତୃଷ୍ଣାରେ ମୃଗଟିଏ ମରୁରେ ବା ମରୁଭୂମିରେ ଧାବିତ ହୋଇଥାଏ ତାର ତୃଷ୍ଣାକୁ ମେଣ୍ଟନ କରିବା ପାଇଁ, ସେ ତୃଷିତ ମୃଗଟି ଦେଖେ ବହୁ ଦୂରରେ ବାଲୁକା ରାଶି ଉପରେ ସତେଜ ବା ଜଳର ତରଙ୍ଗ ବା ଜଳର ଢେଉ ଖେଳି ଯାଉଛି କି? ସେଇ ମୃଗ ତୃଷ୍ଣାରେ ମୋହିତ ହୋଇ ସେଇ ମୃଗୁଣୀଟି ବା ସେ ଜୀବଟି ଧାବିତ ହୋଇଥାଏ ତାର ତୃଷାକୁ ମେଣ୍ଟନ କରିବା ପାଇଁ ସେଇ ଜଳରାଶି ପାଖକୁ ସତତ ଧାବିତ ହେଉଥାଏ ବହୁ ପରିଶ୍ରମ କରି, କିନ୍ତୁ ଯେତେବେଳେ ସେଇ ଜଳରାଶି ପାଖରେ ପହଞ୍ଚେ ଦେଖେ ସେଠି କିଛି ନାହିଁ, ସେଠି କେବଳ ଶୁଷ୍କ ବାଲୁକା, ସେଠି କୌଣସି ଜଳରାଶି ନାହିଁ। ପୁଣି ଯେତେବେଳେ ସମ୍ମୁଖକୁ ସେ ଚାହିଁଦିଏ ତା ସମ୍ମୁଖରେ ପୁଣି କିଛି ଦୂରରେ ଜଳ ପ୍ରବାହିତ ହେଲା ଭଳି ମନେ ହୁଏ। ସେଇ ତୃଷିତ ଜୀବଟି ପୁଣି ସେଇ ଜଳକୁ ପ୍ରାପ୍ତ ହେବା ପାଇଁ ବା ତାର ତୃଷାକୁ ମେଣ୍ଟନ କରିବା ପାଇଁ ପୁନରାୟ ସେ ପୁଣି ଧାବିତ ହୁଏ ସେଇ ଜଳ ପାଖକୁ, କିନ୍ତୁ ପରିଣତିରେ କ'ଣ ହୁଏ? ସେ ଦେଖେ ଯେ ସେ ଜଳରାଶି ମଧ୍ୟ ସେଠି ନାହିଁ, ସେଠି କେବଳ ବାଲୁକା। ଏଇଭଳି ଭାବରେ ସମୟକୁ ନଷ୍ଟ କରି ସତ୍ୟ ପରି ମନେ ହେଉଥିବା ଜଳରାଶି ତାର ପ୍ରକୃତ ତୃଷ୍ଣା ମେଣ୍ଟେଇ ପାରେ ନାହିଁ, କାରଣ ତାହା ସତ୍ୟ ନୁହେଁ, ତାହା ହେଉଛି ମିଥ୍ୟା, ତାହା ହେଉଛି ମାୟା। ମାୟା ଦ୍ୱାରା କେବଳ ସମ୍ମୁଖରେ ଜଳ ପରି ପ୍ରତୀୟମାନ ହେଉଥିଲେ ମଧ୍ୟ ତାହା ମାୟାରେ କେବଳ ପ୍ରତୀୟମାନ ହେଉଛି ଜଳ ପରି, କିନ୍ତୁ ସେଠି ପ୍ରକୃତରେ ସତ୍ୟ ଭାବରେ ଜଳ ନାହିଁ।
যেଭଳି ଭାବରେ ଏ ମୃଗତୃଷ୍ଣାଟି ହେଉଛି ସତ୍ୟ, ଏଭଳି ଭାବରେ ଆଜି ବି ଆପଣ ଦେଖିବେ କୌଣସି ଖରାଦିନେ ବା ସୂର୍ଯ୍ୟ ପ୍ରଚଣ୍ଡ ଭାବରେ ଥିବାବେଳେ ଆପଣ ଯଦି ଏଇ ଆମର ବିଚ୍ ରାସ୍ତା ଉପରେ ଚାଲୁଥିବେ ଗାଡ଼ି ଦ୍ୱାରା ବା ଚାଲୁଥିବେ, ଆପଣ ଦୂରକୁ ଅନେଇବେ ଦେଖିବେ ଯେମିତି ରାସ୍ତା ଉପରେ କିଏ ପାଣି ଢାଳି ଦେଇଛି, କିନ୍ତୁ ସେଠି ପ୍ରକୃତ ପାଣି ନାହିଁ ତା ଭିତରେ। ଇନ୍ଦ୍ରଧନୁ କଥା ମଧ୍ୟ ପୂର୍ବରୁ କୁହାଯାଇଛି। ତେଣୁ ଏ ମାୟା ପ୍ରପଞ୍ଚ ଜଗତରେ ପ୍ରକୃତ ଆମର କୌଣସି ଏଠି ସୁଖ ମିଳେ ନାହିଁ। କେବଳ ଆମେ ଏଇ ମାୟା ଜାଲରେ ପଡ଼ି ମୋହିତ ହୋଇ ସେଇ ମାୟା ଭିତରେ ସୁଖକୁ ଅନୁସନ୍ଧାନ କରୁ କରୁ ଆମର ସମସ୍ତ ସମୟ, ଆମର ସମସ୍ତ ଆୟୁଷ, ଆମର ସମସ୍ତ ବର୍ଷ ନଷ୍ଟ ହୋଇଯାଇଥାଏ। ଏବଂ ପରିଣତିରେ ଆମେ କ'ଣ ପ୍ରାପ୍ତ ହଉ? ଆମେ ଜୀବନରେ କେତେ ପ୍ରାପ୍ତ ହେଲେ ନ ପ୍ରାପ୍ତ ହେଲେ ତାହା ଯେଭଳି ଭାବରେ ସତ୍ୟ ନୁହେଁ ବା ଆମେ ଜାଣିନେ, କିନ୍ତୁ ସମସ୍ତେ ଆମେ ହେଉଛେ ମୃତ୍ୟୁ ପଥର ଯାତ୍ରୀ। ସେ ଧନୀ ହେଉ ବା ଜଣେ ଗରିବ ଲୋକ ହେଉ ବା ନିର୍ଧନୀ ହେଉ ବା ଜଣେ ପଣ୍ଡିତ ହେଉ ବା ଜଣେ ସାଧାରଣ ବ୍ୟକ୍ତି ହେଉ, ଜଣେ ସାଧୁ ସନ୍ଥ ହେଉ ବା ଜଣେ ସାଧାରଣ ବ୍ୟକ୍ତିତ୍ୱ ହେଉ, ଏ ସମସ୍ତଙ୍କୁ ଯେତେ ପ୍ରାଣୀ ଏ ସଂସାରରେ ସୃଷ୍ଟି ହୋଇଛନ୍ତି ସମସ୍ତେ ହେଉଛନ୍ତି ମୃତ୍ୟୁ ପଥର ଯାତ୍ରୀ। ଆମେ ମୃତ୍ୟୁର ଆଡ଼କୁ ସମସ୍ତେ ଧାବିତ ହେଉଛେ ଏବଂ ଏ ମୃତ୍ୟୁଟି ସୁନିଶ୍ଚିତ ସମସ୍ତଙ୍କୁ ପ୍ରାପ୍ତ ହେବ, ଯେଉଁ ମୃତ୍ୟୁକୁ କେବେ କେହି ପରିକଳ୍ପନା କରିନାହାନ୍ତି ବା କେହି ଚାହାନ୍ତି ନାହିଁ ଯେ ମୋ ଜୀବନ ଭିତରେ ମୋତେ ମୃତ୍ୟୁ ଗ୍ରାସ କରୁ। ଆମେ ଯାହାକୁ ଚାହିଁକି ସମସ୍ତେ ପାଇବା ପାଇଁ ଜୀବନ ତମାମ ଚେଷ୍ଟା କରିଛେ, ସେ ପାଇଲା ଭଳିଆ ଲାଗିଲେ ମଧ୍ୟ ହୁଏତ ତାହା ନଷ୍ଟ ହୋଇଯିବ ବା ଆମେ ନଷ୍ଟ ହୋଇଯିବା, ଏ ସଂସାରରେ ନଥିବା। ଏ ଦୁଇଟି ଯାକ ଯେଭଳି ଭାବରେ ନଷ୍ଟ ହୋଇଯାଏ, ଠିକ୍ ସେଭଳି ଭାବରେ ଆମେ ଯାହାକୁ ଦିନେ ବି ଚାହିଁନେ ପ୍ରାପ୍ତ ହେବା ପାଇଁ ଯେଉଁ ମୃତ୍ୟୁକୁ, ସେ ମୃତ୍ୟୁ ଆମ ସମସ୍ତଙ୍କୁ ଦିନେ ପ୍ରାପ୍ତ ହେବ। ତା ପାଇଁ କୌଣସି ସାଧନାର ଆବଶ୍ୟକ ନାହିଁ, କୌଣସି ଅଧ୍ୟବସାୟର ଆବଶ୍ୟକ ନାହିଁ, କୌଣସି ପରିଶ୍ରମର ଆବଶ୍ୟକ ନାହିଁ। ଆମେ ଜୀବନରେ ପ୍ରତ୍ୟେକ ପଦାର୍ଥକୁ ପାର୍ଥ ହେବା ବା ପ୍ରତ୍ୟେକ ପଦାର୍ଥକୁ ପ୍ରାପ୍ତି ହେବାକୁ ହେଲେ ଆମକୁ ଅଧ୍ୟବସାୟ କରିବାକୁ ପଡ଼େ, ପରିଶ୍ରମ କରିବାକୁ ପଡ଼େ। ବହୁ କଷ୍ଟାୟସରେ ଆମେ ଅନେକ ପଦାର୍ଥକୁ ପ୍ରାପ୍ତ ହେଉ, କିନ୍ତୁ ମୃତ୍ୟୁ ଏକ ଭଳି ଜିନିଷ, ହୁଏତ ଆମେ କଷ୍ଟ କରି ଅଧ୍ୟବସାୟ ବଳରେ ଯେଉଁ ପଦାର୍ଥକୁ ପ୍ରାପ୍ତ ହେବାକୁ ଚାହୁଁଛେ ଜୀବନ କାଳ ଭିତରେ, ହୁଏତ ସେ ପଦାର୍ଥ ଆମକୁ ପ୍ରାପ୍ତ ନ ହୋଇପାରେ। ଆମେ ଯେ କଷ୍ଟ କଲେ ବା ଅଧ୍ୟବସାୟ କଲେ ଆମେ ଯାହା ଚାହିଁବା ଆମକୁ ସେୟା ମିଳିଯିବ, ଏ କଥା ସମ୍ଭବ ହୁଏ ନାହିଁ। ଯଦି ସମ୍ଭବ ହେଉଥାନ୍ତା, ଅଧ୍ୟବସାୟ ବଳରେ ସମସ୍ତେ ଧନମାନ ଜନର ଅଧିକାରୀ ହୋଇଥାନ୍ତେ, ସମସ୍ତେ ବିଦ୍ୱାନ ହୋଇଥାନ୍ତେ, ସମସ୍ତେ ରାଜା ହୋଇଥାନ୍ତେ। କେହି କେବେ ଚାକର ହେବାକୁ ବା ସେବକ ହେବାକୁ ବା ଦରିଦ୍ର ବା ଦାରିଦ୍ର ଦୁଃଖ ଭିତରେ ଜୀବନ ଭିତରେ କାହାର ଇଚ୍ଛା ନାହିଁ। ଯଦି ଅଧ୍ୟବସାୟରେ ଅନାୟାସରେ ସବୁ ଏହା ପ୍ରାପ୍ତ ହୋଇପାରୁଥାନ୍ତା, ତାହେଲେ ସମସ୍ତେ ଧନମାନର ଅଧିକାରୀ ହୋଇଥାନ୍ତେ, ସମସ୍ତେ ଯଶର ଅଧିକାରୀ ହୋଇଥାନ୍ତେ, ସମସ୍ତେ ଭୋଗବିଳାସର ଅଧିକାରୀ ହୋଇଥାନ୍ତେ। ତାହା ସମ୍ଭବ ହୁଏ ନାହିଁ। ତାର କାରଣ ହେଲା ଯେ ଆମର କର୍ମ ଅନୁସାରେ ଆମକୁ ଫଳପ୍ରାପ୍ତ ହେଉଥିବାରୁ, ଆମର ପୂର୍ବ ଯୋନିରେ ଜନ୍ମ ହୋଇଥିବା ସଞ୍ଚିତ କର୍ମ ଏ ଜନ୍ମରେ ଆମକୁ ସେହି ଅନୁସାରେ ସଂଯୋଗ କରାଇଦିଏ ଧନମାନ ଯଶ ସହିତ। ଯଦି ଇହ କାଳରେ ମଧ୍ୟ ଆମର କୌଣସି ଭଲ କର୍ମ ହୁଏ, ତାହା ମଧ୍ୟ ଆମକୁ ଧନମାନ ଯଶ ସହିତ ସଂଯୁକ୍ତ କରାଇଦିଏ। ଯଦି ଆମେ ପୂର୍ବ ଜନ୍ମରେ ଯଦି କୌଣସି ସେଇଭଳି ଭାବରେ କର୍ମ କରି ପ୍ରାପ୍ତ ହେବାର ଅଧିକାରୀ ହୋଇନାହାନ୍ତି, ତାହେଲେ ଆମକୁ ଆମର ସେଇ ଜନ୍ମର କର୍ମଫଳ ଅନୁସାରେ ହୁଏତ ଆମକୁ ଧନମାନ ଯଶ ମିଳିପାରେ ବା ନପାରେ, ଧନମାନ ମିଳିପାରେ ବା ନପାରେ। ଇହ କାଳରେ ଯେଉଁ କର୍ମ କରୁଛେ ତାହା ମଧ୍ୟ କଲା ପରେ ବିଫଳ ହୋଇପାରେ, ମିଳିପାରେ ବା ନପାରେ। କିନ୍ତୁ ଏହା ହେଉଛି ଗୋଟିଏ ନିରାଟ ସତ୍ୟ କଥା, ସେ ଧନୀ ହେଉ ମାନି ହେଉ, ସେ କୌଣସି ଅଧ୍ୟବସାୟ କରୁ ବା ନ କରୁ, କୌଣସି ସାଧନା କରୁ ବା ନ କରୁ, ବା ତାକୁ କୌଣସି ସାଧୁ ସନ୍ଥ ବା ଭଗବାନ ଆଶୀର୍ବାଦ କରନ୍ତୁ ବା ନ କରନ୍ତୁ, ସମସ୍ତଙ୍କୁ ଗୋଟିଏ ପଦାର୍ଥ ସମାନ ଭାବରେ ମିଳିବ ଦିନେ, ତାହା ହେଉଛି ମୃତ୍ୟୁ। ବହୁ ସାଧନା କଲେ ମର୍ତ୍ତ୍ୟମଣ୍ଡଳରେ ମଧ୍ୟ ଏଠି କେହି ଅମୃତ ହୋଇପାରେ ନା ବା ତାକୁ କେହି ଚିରକାଳ ପାଇଁ ଅମର କରି ରଖିପାରେ ନାହିଁ। ଏଠି କେହି ଅମର ନାହାନ୍ତି। ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ,
ଯେତେ ଦେବତାଙ୍କର ନାଁ ଶୁଣୁଛନ୍ତି, ଯେତେ ଅବତାର ମାନଙ୍କର ନାଁ ଶୁଣୁଛନ୍ତି, ଯେଭଳି ଭାବରେ ସତ୍ୟ ଯୁଗରେ ଆମର ଆସିଥିଲେ ଶେଷ ନୃସିଂହ ଅବତାର ହେଇଥିଲେ ଏବଂ ତ୍ରେତୟା ଯୁଗରେ ଯେଭଳି ଭାବରେ ଆମର ରାମ ଅବତାର ରୂପରେ ଆସିଥିଲେ, ଦ୍ୱାପର ଯୁଗରେ ଯେଭଳି ଭାବରେ ଭଗବାନ କୃଷ୍ଣଚନ୍ଦ୍ର ଅବତାର ହେଇଥିଲେ, କଳି ଯୁଗରେ ଯେଭଳି ଭାବରେ ଅନେକ ଅନେକ ଅବତାର ଅଛନ୍ତି, ପୁଣି ଅବତାର ଆସିବେ, ଆସୁଥିବେ ମଧ୍ୟ। ଏବଂ ସେଇଭଳି ଭାବରେ ଯେଭଳି କଳି ଯୁଗରେ କୁହାଯାଇଛି ବୌଦ୍ଧ ଅବତାର, ଶିବ ଅବତାର ଶଙ୍କରାଚାର୍ଯ୍ୟ, ଏବଂ କେତେବେଳେ କୁହାଯାଇଛି ଶ୍ରୀମାନ ଗୌରାଙ୍ଗ ମହାପ୍ରଭୁ ମଧ୍ୟ କଳିଯୁଗର ହେଉଛନ୍ତି ଅବତାର ବୋଲି। ଏହା ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ, ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନ ଅବତୀର୍ଣ୍ଣ ହୋଇ ଆସିଛନ୍ତି, କିନ୍ତୁ କାହାନ୍ତି? ଯେହେତୁ ଏହା ହେଉଛି କ୍ଷଣ ଭଙ୍ଗୁର ଏକ ଅନିତ୍ୟ ସଂସାର, ଏଠାରେ ସବୁ ଅନିତ୍ୟ, ଏଠିକି ଭଗବାନ ଆସିଲେ ମଧ୍ୟ ତାଙ୍କର ଅବଧି ଅଛି, ସେଇ ସମୟ ପର୍ଯ୍ୟନ୍ତ, ସେଇ କାଳ ପର୍ଯ୍ୟନ୍ତ ତାଙ୍କର ସେ ଲୀଳା ସରିଗଲେ ବା ସେ କାର୍ଯ୍ୟ ସରିଗଲେ ସେ ପୁଣି ପୁନରାବର୍ତ୍ତନ କରନ୍ତି, ଏଠି ଚିରସ୍ଥାୟୀ ହେଇକି ରୁହନ୍ତି ନାହିଁ। ସେଇ ପରିପ୍ରେକ୍ଷୀରେ ଆମେ ବହୁ ସାଧନା କଲେ ଆମେ ଅମର ହେଇପାରିବା ନାହିଁ। ଆପଣ ଦେଖିବେ ଶାସ୍ତ୍ରରେ ଲେଖାଯାଇଛି ଅମର ହେବା ପାଇଁ ଅନେକ ସାଧନା କରିଥିଲେ, ରାକ୍ଷସମାନେ କରିଥିଲେ, ଅନେକ ବ୍ୟକ୍ତିବିଶେଷମାନେ ବି କରିଛନ୍ତି। ଯେଭଳି ଭାବରେ ଆମେ ଯଦି ହିରଣ୍ୟକଶିପ କଥା ଦେଖିବା, ସେ ବହୁ ଉଗ୍ର ସାଧନା କରିଥିଲେ। ଉଗ୍ର ସାଧନା ପରେ ଯେତେବେଳେ ତାଙ୍କ ଉପରେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କୁ ବର ମାଗିବା ପାଇଁ କହିଛନ୍ତି, ସେ କହିଲେ ମୁଁ ପ୍ରଭୁ ଏଇ ବର ଦିଅ, ମୁଁ ଦିନରେ ମରିବିନି, ମୁଁ ରାତିରେ ମରିବିନି, ମୁଁ ଅସ୍ତ୍ର ଶସ୍ତ୍ର ଦ୍ୱାରା ନିଧନ ହେବି ନାହିଁ ଏବଂ ମୋତେ କୌଣସି ପ୍ରକାର ମୋତେ ମୃତ୍ୟୁ ଯେମିତି ଗ୍ରାସ କରିବ ନାହିଁ ବୋଲି ଭଗବାନ ଠାରୁ ବର ମାଗିଲେ। କିନ୍ତୁ ଯେହେତୁ ଏହା ମର୍ତ୍ତ୍ୟମଣ୍ଡଳ, ଯେତେ ବର ମାଗିଲେ ମଧ୍ୟ ସାଧନା କରି ତାହା ସଫଳ ହେବ ନାହିଁ। ଯଦିଓ ଭଗବାନ ତାଙ୍କର ବରକୁ ପ୍ରାପ୍ତ କରିବା ପାଇଁ ଅଙ୍ଗୀକାର ହୋଇ ତାଙ୍କୁ ତଥାସ୍ତୁ ବୋଲି କହିଥିଲେ, ତୁମ ବର ପ୍ରାପ୍ତ ହେଲା, କିନ୍ତୁ ଭଗବାନ ଜାଣିଛନ୍ତି ମୃତ୍ୟୁର ବାଟଟା କେଉଁଠି ଅଛି। ତେଣୁ ହିରଣ୍ୟକଶିପୁ ଦିନରେ ନୁହେଁ ମରିଲେ ନାହିଁ, ରାତିରେ ମରିଲେ ନାହିଁ, କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ମଧ୍ୟ ସେ ମୃତ୍ୟୁପ୍ରାପ୍ତ ହେଲେ ନାହିଁ, ତାଙ୍କର ମଧ୍ୟ କୌଣସି ବ୍ୟକ୍ତିଗତ ଭାବରେ ଶତ୍ରୁ ମାରିଲେ ନାହିଁ ଏବଂ ତାଙ୍କ ରାଜ୍ୟରେ କୌଣସି ଅଧିକୃତ ଆଉ ଜଣେ ବଳବାନ ରାଜା ତାଙ୍କୁ ଯୁଦ୍ଧରେ ମଧ୍ୟ ନିହତ କରିପାରିଲେ ନାହିଁ। କିନ୍ତୁ ସେ ତାଙ୍କର କର୍ମ ଦ୍ୱାରା ଠିକ୍ ସନ୍ଧ୍ୟା ସମୟ ଯେତେବେଳେ ଉପକୃତ ହୋଇଛି, ନା ଦିନ ନା ରାତି, ସେତେବେଳେ ଦିନ ନାହିଁ କି ସେତେବେଳେ ରାତ୍ର ନୁହେଁ ଏବଂ ତାହା ଘର ଭିତର ନୁହେଁ ବା ବାହାର ଅଗଣା ନୁହେଁ, ଠିକ୍ ଘରକୁ ପଶି ବାହାରିଲା ବେଳକୁ ଯେ ଦ୍ୱାରର ମୁଖ ଦ୍ୱାର ବନ୍ଧ ବୋଲି କୁହାଯାଏ, ସେଇଠାରେ ଏବଂ ସେ କୌଣସି ମନୁଷ୍ୟଙ୍କ ଦ୍ୱାରା ହତ ହେଲେ ନାହିଁ ବା କୌଣସି ପଶୁପକ୍ଷୀଙ୍କ ଦ୍ୱାରା ହେଲେ ନାହିଁ, କୌଣସି ଶତ୍ରୁମିତ୍ରଙ୍କ ଦ୍ୱାରା ହେଲେ ନାହିଁ, ନିଜେ ନରସିଂହ ଅବତାର ହେଲେ ଭଗବାନ ତା ପାଇଁ ସ୍ୱତନ୍ତ୍ର ଭାବରେ, ନା ସେ ମନୁଷ୍ୟ ନା ସମ୍ପୂର୍ଣ୍ଣ ଭାବରେ ପଶୁ, ନା ସେ ଆଗରୁ କେହି ଭଗବାନଙ୍କ ଶତ୍ରୁ ଥିଲେ ବା ତାଙ୍କ ରାଜ୍ୟର କେହି। ଏବଂ ସିଏ ଯେତେବେଳେ ତାଙ୍କୁ ବଦ୍ଧ କଲେ ହିରଣ୍ୟକଶ୍ୟପକୁ, ସେତେବେଳେ ସିଏ ତାଙ୍କର ନଖ ଦ୍ୱାରା ବିଦୀର୍ଣ୍ଣ କଲେ, ଅର୍ଥାତ୍ ତାହା ଅସ୍ତ୍ର ନୁହେଁ କି ଶସ୍ତ୍ର ନୁହେଁ, ଅସ୍ତ୍ରରେ ମରେନି କି ଶସ୍ତ୍ର ମରେନି। ଆଉ ସେତେବେଳେ ଦିନ ହେଇନି କି ରାତି ହେଇନି, ସନ୍ଧ୍ୟା ସମୟ, ସେ ଗୃହ ମଧ୍ୟରେ ନୁହେଁ କି ବାହାର ଅଗଣାରେ ନୁହେଁ, ତାହା ହେଉଛି ଦୁଆର ମୁହଁର ବା ଦୁଆର ବନ୍ଧ ସମ୍ମୁଖରେ। ଏବଂ ଏହିଭଳି ଭାବରେ ଯେତେ ଅମରବର ପ୍ରାପ୍ତ ହେବାକୁ ଚେଷ୍ଟା କରିଛନ୍ତି ସେମାନେ ମରିଛନ୍ତି। ଭସ୍ମାସୁର ମଧ୍ୟ ସେଭଳି ଶିବଙ୍କୁ ବର ମାଗିଛନ୍ତି ଯେ ପ୍ରଭୁ ମୁଁ ଅମର ହେବି ଏବଂ ପରିଶେଷରେ କହିଛନ୍ତି ଯେ ମୋର ଯେ ଶତ୍ରୁ ଆସିବ, ମୁଁ ଯଦି ତା ମସ୍ତକରେ ହାତ ମାରିବି ବା ତା ମସ୍ତକରେ ମୁଁ ଯଦି ମୋର କର ସ୍ଥାପନ କରିବି, ତାହେଲେ ସେ ଭସ୍ମ ହେବ। ଦେବଦେବ ମହାଦେବ ତ ବର ଦେଇଦେଲେ। ଯେହେତୁ ଏହା ହେଉଛି ମର୍ତ୍ତ୍ୟମଣ୍ଡଳରେ ବା ଭଗବାନଙ୍କର ଯେଉଁ ସ୍ଥାନ କଥା କୁହାଯାଇଛି, ନ ତତ ଭାସ ଏତେ ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ ଗତ୍ୱା ନ ନିବର୍ତ୍ତନ୍ତେ ତଧାମ ପରମ ମମ। ଭଗବାନଙ୍କ ଯେଉଁ ପରମ ସ୍ଥାନ, ଯେଉଁ ଶ୍ରେଷ୍ଠ ସ୍ଥାନ, ଅନେକ ସ୍ଥାନ ମଧ୍ୟରେ ପୂର୍ବରୁ ଆଲୋଚନା କରାଯାଇଥିଲା। ଯଦିଓ ଭଗବାନ ସର୍ବତ୍ର ବ୍ୟାପ୍ତ, ସବୁ ସ୍ଥାନରେ ସିଏ ଅଛନ୍ତି, ତଥାପି ନିର୍ଦ୍ଦିଷ୍ଟ ଏକ ସ୍ଥାନ ଅଛି ଯେଉଁ ସ୍ଥାନରେ ସେଠି ମୃତ୍ୟୁ ପ୍ରବେଶ କରିପାରେ ନାହିଁ।
ସେଠି କାଳଚକ୍ର ଅନୁସାରେ ଚାଲେ ନାହିଁ, ତାହା ହେଉଛି ନିତ୍ୟ। ସେଠାରେ ନିତ୍ୟ ବର୍ତ୍ତମାନ, ସେଠାରେ ବାଲ୍ୟ ଅବସ୍ଥା ନିତ୍ୟ, ଯୌବନ ଅବସ୍ଥା ନିତ୍ୟ, ଏବଂ ସେଠାରେ ଦିନ ମଧ୍ୟ ହେଉଛି ନିତ୍ୟ, ଆଲୋକ ମଧ୍ୟ ହେଉଛି ନିତ୍ୟ, ସେଠି ଆନନ୍ଦ ବି ହେଉଛି ନିତ୍ୟ। ଏଇଭଳି ଯେଉଁ ଭଗବାନଙ୍କ ଧାମ ଅଛି, ଯେଉଁଭଳି ବୁଝାଯାଇଥିଲା ଯେ ଶରୀର ଭିତରେ ଅନେକ ସ୍ଥାନ ଆମ ଶରୀରରେ ଥିଲେ ମଧ୍ୟ ଇଏ ଶରୀର ମଧ୍ୟରେ ମଧ୍ୟ ଗୋଟିଏ ସ୍ଥାନ ଅଛି, ତାହା ହେଉଛି ଆମ ଶରୀର ଭିତରେ ଥିବା ଆତ୍ମା। ଆମେ ଯଦି ସେ ଆତ୍ମଜ୍ଞାନକୁ ପ୍ରାପ୍ତ ହେବା, ଶରୀର ନଷ୍ଟ ହେଲେ ମଧ୍ୟ ଆତ୍ମା କେବେ ଅମର ନୁହେଁ। ଶରୀର ଭିତରେ ଶରୀର ସମସ୍ତ ଅଙ୍ଗ ନଷ୍ଟ ହେଇଯିବ, ହସ୍ତ ପଦ ଆଦି ନଷ୍ଟ ହେଇଯିବ, ବାଲ୍ୟ ଯୌବନ ପୌଗଣ୍ଡ ଜରା ବ୍ୟାଧି ଆସିବ, ସବୁ ଭସ୍ମ ହେଇଯିବ, ନଷ୍ଟ ହେଇଯିବ। କିନ୍ତୁ ଆତ୍ମା ଯେଭଳି ଭାବରେ ସ୍ଥିତ ଅଛନ୍ତି ସେ ଶରୀର ଭିତରେ ଯେଉଁ ସ୍ଥାନରେ, ସେଇ ଜାଗାଟି ଯେମିତି ବା ଆତ୍ମା ଯେଭଳି ନଷ୍ଟ ହୁଅନ୍ତି ନାହିଁ, ଠିକ୍ ସେଇଭଳି ଭାବରେ ବ୍ରହ୍ମାଣ୍ଡ ମଧ୍ୟରେ ଅନେକ ଅନେକ ସ୍ଥାନ ଥିଲେ ମଧ୍ୟ ଭଗବାନ ଯେଉଁ ସ୍ଥାନରେ ଅଛନ୍ତି ବା ଭଗବାନଙ୍କର ଯେଉଁ ସ୍ଥାନ, ସେ ସ୍ଥାନରେ ସବୁ ହେଉଛି ନିତ୍ୟ ସ୍ଥାନ। ଏଇ କ୍ଷଣଭଙ୍ଗୁର ସଂସାର ଭିତରେ ଆମେ ସମସ୍ତେ ଅନ୍ୟତା ଭିତରେ ଗତି କରୁଥିଲା ବେଳେ, ହାହୁତାଶ ଭିତରେ ଗତି କରୁଥିଲା ବେଳେ, ବାରମ୍ବାର ଜନ୍ମ ମରଣ ଚକ୍ରରେ ଆସି ତିତାପରେ ଦହିତ ହେଉଥିବା ସମୟରେ, ଜନ୍ମ ମୃତ୍ୟୁ ବ୍ୟାଧି ଅବସମ୍ଭାବିତାକୁ ଭୋଗ କରୁଥିଲା ବେଳେ, କେବଳ ଆମ୍ଭମାନଙ୍କୁ ପ୍ରକୃତ ସୁଖ ଯେଉଁ କହିଲି ଯେ ସୁଖଂ ବାଞ୍ଛନ୍ତି ସର୍ବତ୍ର ସହଚ ଧର୍ମ ସମୁଦ୍ଭବଂ, ଯେ ସେ ଧର୍ମ ଦ୍ୱାରା ଉଦ୍ଭବ ହୁଏ କେବଳ ଏଇ ଯେଉଁ ସୁଖଟି, ନହେଲେ ପାର୍ଥିବ ଜଗତରେ ଆଉ ସୁଖ କିଛି ନାହିଁ। ଏବଂ ସେହି ଧ୍ରିୟତେ ଧର୍ମ ଇତିହାସ ସ ଏବ ପରମ ବ୍ରହ୍ମ, ଅର୍ଥାତ୍ ସେ ପରମ ବ୍ରହ୍ମ ହିଁ ହେଉଛନ୍ତି, ନିଜେ ହେଉଛନ୍ତି ଧର୍ମ। ଧର୍ମ ଅର୍ଥ ହେଉଛି ଯିଏ ସମସ୍ତଙ୍କୁ ଧାରଣ କରିଛନ୍ତି। ଯତ ବିଶ୍ୱ ସମୁଦ୍ଭୂତଂ ଯେନ ଜାତଞ୍ଚ ତିଷ୍ଠତି, ଯାହାଠାରୁ ଏ ସମସ୍ତ ବ୍ରହ୍ମାଣ୍ଡ, ଇଏ ସମସ୍ତ ଯାହା ଦେଖୁଛ ଅନନ୍ତ କୋଟି ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ଯାହା ଅନନ୍ତ କୋଟି ବ୍ରହ୍ମାଣ୍ଡ, ଆମେମାନେ ସମସ୍ତେ ଆମେ ଯାହାଠାରୁ ସୃଷ୍ଟି ହେଇ ଯାହାଠାରେ ସ୍ଥିତ ଅଛନ୍ତି, ଯେଭଳି ଭାବରେ ସମୁଦ୍ର ମଧ୍ୟରେ ସେଇ ସମୁଦ୍ରର ଲହଡ଼ିଟି ବୁଦବୁଦୁ ଆକାରରେ ସୃଷ୍ଟି ହୁଏ, ଯେତିକି ସମୟ ରହେ ସେ ସମୁଦ୍ରରେ ସ୍ଥିତ ଥାଏ, ସେଇଠି ଲୟ ହେଇଯାଏ। ଯସ୍ମିନ୍ ସର୍ବାଣୀ ଲିୟନ୍ତେ ତଦ୍ ବ୍ରହ୍ମ ଲକ୍ଷଣ, ଯେଉଁଠାରେ ସମସ୍ତେ ଲୟ ହେଇଯାଆନ୍ତି, ଯେଉଁଠାରେ ସୃଷ୍ଟି ହୁଅନ୍ତି, ଯେଉଁଠାରେ ସ୍ଥିତ ଅଛନ୍ତି, ଠିକ୍ ସେଇଭଳି ଭାବରେ ସେଇ ଭଗବାନ ଯିଏ ଆମକୁ ସୃଷ୍ଟି କରିଛନ୍ତି, ଆମେ ଯାହାଠାରୁ ଆସୁଛେ, ଆମେ ଯଦି ତାଙ୍କୁ ପ୍ରାପ୍ତ ହେଇପାରିବା ଜୀବନରେ, ତାହେଲେ ସେ ଯଦି କୃପା କରିବେ ଯେ ସେଇ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆମକୁ ନେଇଯିବା ପାଇଁ, ବା ସେ ପଥକୁ ଯଦି ପ୍ରଦର୍ଶିତ କରାଇ ପାରିବେ, ତାହେଲେ ସେ ପଥକୁ ପ୍ରାପ୍ତ ହେଲେ ବା ସେଇ ସ୍ଥାନକୁ ଗଲେ ପ୍ରକୃତ ଆମେ ସୁଖ ପ୍ରାପ୍ତ ହେବା, ଯେଉଁ ସୁଖ ହେଉଛି ଅନିତ୍ୟ ସୁଖ। କ୍ଷଣଭଙ୍ଗୁର ସଂସାର ଭିତରେ ଯେତେ ସୁଖ ଅଛି, ଖାଇବା ପିଇବା ଶୋଇବା ଧନ ସମ୍ପଦ ମାନ ମର୍ଯ୍ୟାଦା ଆଦି, ଶାରୀରିକ ଆଦି ଆହାର ନିଦ୍ରା ଭୟ ମୈଥୁନ ଆଦି ଯେତେ ସୁଖ ଆମେ ପରିକଳ୍ପନା କରୁଛେ ବା କଳ୍ପନା କରୁଛେ, ତାହା ହେଉଛି କ୍ଷଣିକ ସୁଖ ବା ତାହା ହେଉଛି ଅଳୀକ ସୁଖ। ଯେଭଳି ଭାବରେ ଆମର ଯଦି କୌଣସି ଏକ ଖାଦ୍ୟକୁ ଖାଇବା ପାଇଁ ମନ ଭିତରେ ଆସିଲା ଯେ ଆମେ କୌଣସି ଖାଦ୍ୟ ଖାଇବା, ଆମ ମନରେ ଆସୁଛି ଯେ ଆମେ କୌଣସି ଖାଦ୍ୟ ଖାଇବା, ଆମେ ଖାଦ୍ୟ ଖାଇଲେ ମଧ୍ୟ କୌଣସି ମିଠା ଯଦି ଆମେ ପ୍ରାପ୍ତ ହେଉଛେ, ମିଠାଯୁକ୍ତ ଯଦି ଆମେ ଖାଦ୍ୟ ପ୍ରାପ୍ତ ହେଉଛେ, ତାହେଲେ ସେଠି କ'ଣ ହେଉଛି? ମିଠା ଖାଦ୍ୟ ଖାଇଲେ ଆମେ ଗୋଟିଏ ଖାଇବା ମିଠା, ସେ ମିଠାଟି ଖାଇଲେ ଟିକେ ଭଲ ଲାଗିବ, ଶାନ୍ତି ଆନନ୍ଦ ଲାଗିବ ପାଟିକି, ବା ରସନେନ୍ଦ୍ରିୟକୁ ଟିକେ ସୁଖ ଲାଗିବ। ଦୁଇଟି ମିଠା ଖାଇଲେ ଆଉ ଟିକେ, ତିନୋଟି ଖାଇଲେ, ଚାରୋଟି ପାଞ୍ଚଟି ବେଳକୁ ଧୀରେ ଧୀରେ ମିଠା ଖାଇବା ପାଇଁ ଇଚ୍ଛା ଆସିବନି। ସାତଟି ଆଠଟି ମିଠା ବେଳକୁ ଇଚ୍ଛା ହେବନି, ମନ ଇଚ୍ଛା କରିବନି ଖାଇବା ପାଇଁ। ତାପରେ ଯଦି ମିଠା ଦିଆଯାଏ ତାହେଲେ ବାନ୍ତି ଆସିବ, ବିତୃଷ୍ଣା ଆସିବ। ମିଠାର ଗୋଟେ ବଡ଼ ଯଦି ପାତ୍ରରେ ଅନେକ ଗୁଡ଼ିଏ ମିଠା ବି ଆମ ସମ୍ମୁଖରେ ରହିଥାଏ, ଆମେ ଆଉ ଅନେଇବା ନାହିଁ, ତାକୁ ପରିତ୍ୟାଗ କରି ଚାଲିଯିବା। ଅର୍ଥାତ୍ ଯେଉଁ ମିଠା ଖାଇବା ପାଇଁ ଆଗ୍ରହ ଥିଲେ ବା ଯିଏ ଆମକୁ ସୁଖ ଦେଉଥିଲା, ସେଇ ମିଠା ଆଉ ଆମକୁ ଆନନ୍ଦ ଦେଲା ନାହିଁ। ଯଦି ସେ ମିଠା ଆମକୁ ଆନନ୍ଦ ଦେଲା ନାହିଁ, ତାହେଲେ ଆମେ କାହିଁକି ତାକୁ ଖାଇବା ବା ତାକୁ ଖାଇ ଲାଭ କ'ଣ ହେଲା? କିଛି ସୁଖ ପରେ ତାକୁ ବର୍ତ୍ତମାନ ଦେଖିଲେ ଦୁଃଖ ଆସୁଛି ବା ପରବର୍ତ୍ତୀ ଫେରେ କୌଣସି ତୃଷ୍ଣା ଆସେ ମନ ଭିତରେ, ସେଇ ପଦାର୍ଥ ପ୍ରତି ବିତୃଷ୍ଣା ଆସେ। ତେଣୁ ଏ ସଂସାର ଭିତରେ ଆମେ ସେଇ ଯେଉଁ ଯାହାକୁ ପ୍ରାପ୍ତ ହେବାକୁ ଆମେ ଚାହୁଁଛେ, ଯାହା ଦୁଃଖର କାରଣ ହେବ, ତାକୁ ବାରମ୍ବାର ବୁଝିପାରୁନେ, ସେଇ କଥାକୁ ଆମକୁ ବୁଝେଇ ଦେଇ
आमको ठिकणा बाटे ज्ञान दे परिचालित करी प्रकृत नित्य सुख बा नित्यानंद सुख को प्राप्त होगापाई केवल पथ प्रदर्शक भाव में जड़े सद्गुरु ही हमको पथ देखई पारे। तेणु आज परिशेष केवल एतिकी कह पारे गुरुर कृपा ही केवलम, गुरुर कृपा ही केवलम, गुरुर कृपा ही केवलम। ओम शांति, ओम शांति।